ପିଲାମାନେ ବର୍ତ୍ତମାନର ସମୟ ତୁମମାନଙ୍କର ପାଠପଢ଼ାର ସମୟ। ଖୁବ୍ ଗୁରୁତ୍ୱପୂର୍ଣ୍ଣ ଏ ସମୟ ତୁମ ପାଇଁ। କିନ୍ତୁ ଗୋଟେ କଥା ମନେ ରଖିବ, ପାଠ ପଢ଼ିବା ସହିତ ନିଜ ହେଲ୍ଥକୁ କେବେ ଇଗ୍ନୋର କରିବନି। କାହିଁକି ନା କଥାରେ ଅଛି ନା, ସ୍ୱାସ୍ଥ୍ୟ ହିଁ ସମ୍ପଦ। ତେଣୁ ପ୍ରଥମେ ତୁମେମାନେ ତୁମ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବ ବା ସ୍ୱାସ୍ଥ୍ୟର ଯତ୍ନ ନେବ। ତ ଛୋଟିଆ କଥାଟିଏ, ପ୍ରତିଦିନ ସକାଳୁ ଉଠି ଗୋଟେ ଗ୍ଲାସ୍ ଉଷୁମ ପାଣି, ହାଲକା ଉଷୁମ ପାଣି ନିଶ୍ଚିତ ଭାବରେ ପିଇବ। କିନ୍ତୁ କେମିତି ପିଇବାକୁ ପଡ଼ିବ? ଯେମିତି ଆମେ ଟଏଲେଟ୍ ବସୁଛେ, ସେଇ ଟଏଲେଟ୍ ପୋଜିସନରେ ବସି ଗୋଟିଏ ଗ୍ଲାସ୍ ଉଷୁମ ପାଣି ନିଶ୍ଚିତ ଭାବରେ ତୁମମାନଙ୍କୁ ପିଇବାର ଅଭ୍ୟାସ କରିବାକୁ ପଡ଼ିବ। କିଛି ଦିନ ପିଇକରି ଦେଖ ନା, ଦେହ ସୁସ୍ଥ ରହିବା ସହିତ ତୁମର ମେମୋରି ପାୱାର ମଧ୍ୟ ବଢ଼ିବ। ତେଣୁ ଗୁରୁମାଙ୍କ କଥା ନିଶ୍ଚିତ ମାନିବ। ତୁମମାନଙ୍କର ଗୁରୁମା ତୁମମାନଙ୍କ ସହିତ।